ଦିନେ କ୍ଲାସରେ ମିସ୍ ପଚାରିଲେ, ପିଲେ କହିଲ ଦେଖି ସବୁଠୁ ଜୋରରେ ଉଡୁଥିବା ପକ୍ଷୀର ନାଁ କ'ଣ? ପପୁ ସାଙ୍ଗେ ସାଙ୍ଗେ ଠିଆ ହେଇ ପଡ଼ି କହିଲା, ମିସ୍ ହାତୀ। ମିସ୍ ରାଗି ଯାଇ କହିଲେ, ଏଇ ପାଠ ପଢୁଛୁ ତୁ? କାଲି ତୋ ବାପାଙ୍କୁ ସାଙ୍ଗରେ ଧରିକି ସ୍କୁଲ ଆସିବୁ। ପପୁ କହିଲା, ମୋ ବାପା ଆସିପାରିବେନି, ତାଙ୍କ ପାଖରେ ଟାଇମ୍ ନାହିଁ। ମିସ୍ କହିଲେ, କାହିଁ ତୋ ବାପା ଏମିତି କ'ଣ କରନ୍ତି କି? ପପୁ କହିଲା, ମୋ ବାପା ମନ୍ତ୍ରୀଙ୍କର ଖାସ୍ ଲୋକ, ଇଲେକ୍ସନ ପ୍ରଚାର କରିବା ପାଇଁ ମନ୍ତ୍ରୀଙ୍କ ସାଙ୍ଗରେ ଯାଇଛନ୍ତି। ମିସ୍ କହିଲେ, ଓହୋ, ଆଚ୍ଛା ଆଚ୍ଛା, ଭଲ ଭଲ, ମୁଁ ଜାଣିଥିଲି ତୁ ନିଶ୍ଚୟ ଜଣେ ବଡ଼ ଲୋକଙ୍କ ପୁଅ ହେଇଥିବୁ। କି ବିଚକ୍ଷଣ ବୁଦ୍ଧି ତୋର। ପିଲାମାନେ ଆଉ ବସିଲ କାହିଁକି? ଶୀଘ୍ର ଖାତାରେ ଲେଖ, ସବୁଠୁ ଜୋରରେ ଉଡୁଥିବା ପକ୍ଷୀ ହଉଛି ହାତୀ। ଦିନେ ରାତିରେ ଗୋଟେ ମଦୁଆ ସ୍ୱାମୀ ମଦ ନିଶାରେ ତା ସ୍ତ୍ରୀ ଯନ୍ତ୍ରରେ ଆଙ୍ଗୁଠି ପୂରେଇ କହିଲା, ଡାର୍ଲିଂ, ଏ ରାସ୍ତା କୁଆଡ଼େ ଯାଇଛି? ତା ସ୍ତ୍ରୀ କହିଲା, ମାଦରଚୋଦ, ଏ ପ୍ରଶ୍ନ ତ ଯନ୍ତ୍ରକୁ ପଚାରେ, ସବୁଦିନ ସିଏ ଏଇ ରାସ୍ତା ଦେଇ ଯିବା ଆସିବା କରୁଛି। ସାଙ୍ଗମାନେ, ମୋ ଚ୍ୟାନେଲରେ ନୂଆ ନୂଆ ଜୋକ୍ ସବୁ ଶୁଣିବା ପାଇଁ ଜମା ଡେରି ନ କରି ଶୀଘ୍ର ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନିଅନ୍ତୁ। ଆଉ ବେଲ୍ ବଟନକୁ ପ୍ରେସ୍ କରି ନୋଟିଫିକେସନ୍ସ ବି ଅନ୍ କରିଦିଅନ୍ତୁ। ଭିଡ଼ିଓ ଦେଖନ୍ତୁ, ଲାଇକ୍ କରନ୍ତୁ ଆଉ କମେଣ୍ଟ ବି କରନ୍ତୁ। ଥ୍ୟାଙ୍କ ୟୁ ସାଙ୍ଗମାନେ, ନମସ୍କାର।